ମୁଁ ଯୋଉ ମାନଙ୍କୁ ଯାହା କହିଥିବି ସେମିତି କିଛି ମନ ଭିତରେ କାହାକୁ ମୋ ପ୍ରତି ସେମିତି କିଛି ନାହିଁ ଜାଣିଥାନ୍ତୁ ଯାତ୍ରାର ସୁରକ୍ଷା ପାଇଁ କହିଥିବି। ମୋ ମନ ଭିତରେ କେତେବେଳେ କ୍ଷୋଭ ପ୍ରକାଶ କରିଥିବି ମୋର କିଛି କେବଳ ଯାତ୍ରାର ବିପଦ ସମୟରେ ହଉ ଯାତ୍ରା ବନ୍ଦ ସମୟରେ ମଧ୍ୟ ମୁଁ ଯାଇକି ଡାଇରେକ୍ଟ ବସିଥିଲି। ଯାତ୍ରା ବନ୍ଦ ହବ ମାନେ ସେତେବେଳେ ମଝିରେ ହେଇଥିଲା ଗୋଟେ ନା ଯାତ୍ରା ବନ୍ଦ ହବା ପାଇଁ ଗୋଟେ ଚାଲିଥିଲା ଗୋଟେ ବର୍ଷର ଯାତ୍ରା ବନ୍ଦ ହବ ହେଇପାରିବ ତ ଏମିତି କ୍ଷେତ୍ରରେ ତ ଏବେ ଯାତ୍ରା ସଂସ୍କାର କ୍ଷେତ୍ରରେ ଯାତ୍ରା କାହିଁକି ବର୍ତ୍ତମାନ ମୁଁ ଦେଖୁଛି ସେ ମାନେ ଇଏ ମାନେ ଯେମିତି କ୍ୟାନ୍ସର ହେଲା ଭଳିଆ ଅଲଗା ଜିନିଷ ଗୁଡା ସବୁ ବସି କ୍ୟାନ୍ସର ହେଲେ ଅଲଗା ହେଇଯିବ କଥାଟାକୁ ସିଏ ଲୋକ ସିଏ ଯାତ୍ରା ଯୋଉ ବର୍ଗର ଲୋକମାନେ ଦେଖୁଥିଲେ ସିଏ ହୁଏତ ମଞ୍ଚକୁ ଆସିକି ବସିକି ଦେଖିବା ପାଇଁ ଡରିବେ ମାନେ ଯଦି ତାଙ୍କୁ ଖରାପ ଲାଗିବ ସିଏ ଯଦି ଫ୍ୟାମିଲି ଆସିକି ନେଇକି ବସିକି ନ ଦେଖି ପାରିବେ ଯାତ୍ରାଟାକୁ ଫ୍ୟାମିଲି ଆସିକି ବସିକି ଦେଖିବା ଦରକାର। ମୁଁ କହିବା କଥା ହଉଛି ଏଠି